ଘରୁ ବାସ୍ତୁଦୋଷ ଦୂର କରିବାର 4ଟି ସହଜ ଉପାୟ। କେବେ ରହିବନି ଟଙ୍କାର ଅଭାବ। ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି ଯାହାକୁ ମାନିବା ଅପରିହାର୍ଯ୍ୟ। ବାସ୍ତୁ ନିୟମ ନ ମାନିଲେ ଅନେକ ସମସ୍ୟା ହୋଇଥାଏ। ପରିବାରରେ ଅଶାନ୍ତିର ଝଡ଼ ଆରମ୍ଭ ହେବା ସହିତ ବ୍ୟକ୍ତିଗତ ଜୀବନରେ ବି ଅନେକ ପ୍ରତିକୂଳ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ। ତେବେ ହିନ୍ଦୁ ଧର୍ମର ପରମ୍ପରାରେ ବାସ୍ତୁଶାସ୍ତ୍ରକୁ ବେଶ୍ ଗୁରୁତ୍ୱ ଦିଆଯାଇଛି। ତେବେ ଘରେ ବାସ୍ତୁଦୋଷକୁ ଦୂର କରିବା ପାଇଁ କ'ଣ କରିବା ଉଚିତ, କେଉଁ ଉପାୟ ଅବଲମ୍ବନ କରିବା ଉଚିତ ଏବଂ କେଉଁ ଦିନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ, ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ରହୁଥିବା ବ୍ୟକ୍ତିଙ୍କ ସହିତ ବାସ୍ତୁ ସିଧାସଳଖ ଭାବରେ ଜଡ଼ିତ। ଏପରିକି ଘରର ଅନେକ ଜିନିଷ ଯେପରିକି ଦିଗ, ଠାକୁର ଘର, ରହିବା ସ୍ଥାନ, ପାଇଖାନା ଇତ୍ୟାଦି ବାସ୍ତୁ ସହିତ ଜଡ଼ିତ। ଘରର ମୁଖ୍ୟ ଦ୍ୱାର ସୁଖ ଓ ସମୃଦ୍ଧିର ଦ୍ୱାର ଭାବରେ ବିବେଚନା କରାଯାଏ। ଏପରି ପରିସ୍ଥିତିରେ ମୁଖ୍ୟ ପ୍ରବେଶ ପଥକୁ ସଫା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱାସ କରାଯାଏ ଯେ ଯଦି ମୁଖ୍ୟ ଦ୍ୱାର ସଫାସୁତୁରା ନ ଥାଏ ତେବେ ଦେବାଦେବୀ ଘରକୁ ଆସନ୍ତି ନାହିଁ। ତେବେ ବାସ୍ତୁଦୋଷ ଦୂର କରିବାକୁ କ'ଣ କରିବା ଉଚିତ ଜାଣନ୍ତୁ। କଳସ। ଆପଣ ଲକ୍ଷ୍ୟ କରିଥିବେ ଯେ ଘରର ପ୍ରବେଶ ପଥରେ ଛୋଟ ବଡ଼ କଳସ ଓ ସେଥିରେ ପାଣି ଭରାଯାଇ ଫୁଲ ସହିତ ରଖାଯାଇଥାଏ। କଳସକୁ ବାସ୍ତୁର ପ୍ରତୀକ ବୋଲି ଧରାଯାଏ। ଆଉ ପୂଜା ପର୍ବରେ କଳସ ସ୍ଥାନ ସ୍ୱତନ୍ତ୍ର। ଯଦି ଆପଣ ପ୍ରତିଦିନ ଘରର ମୁଖ୍ୟ ଦ୍ୱାରରେ ଏକ କଳସ ରଖନ୍ତି ତେବେ ଏହା ଘରର ସମୃଦ୍ଧତା ଆଣିଥାଏ ଏବଂ ପରିବାରର ସଦସ୍ୟମାନେ ସୁଖମୟ ଜୀବନଯାପନ କରିବେ। ଗଣେଶଙ୍କ ମୂର୍ତ୍ତି। ବିଘ୍ନ ବିନାଶକ ହେଉଛନ୍ତି ପ୍ରଭୁ ଗଣେଶ। ଘରର ସାମ୍ନାରେ ଗଣେଶଙ୍କୁ ରଖାଯିବାର ପୁରାଣ ବର୍ଣ୍ଣିତ କଥା ରହିଛି। ଘରର ସାମ୍ନାରେ ପ୍ରଭୁ ଗଣେଶଙ୍କୁ ରଖିବାର ଅତ୍ୟନ୍ତ ଶୁଭ ବୋଲି ଦର୍ଶାଯାଇଛି। ଏପରି କୌଣସି ପୂଜା ବେଳେ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଇଥାଏ। ଘରେ ସୁଖ ଏବଂ ଧନ ଆଣିବା ପାଇଁ ଭଗବାନ ଗଣେଶଙ୍କର ଏକ ମୂର୍ତ୍ତି ଘରର ମୁଖ୍ୟ ଦ୍ୱାରରେ ରଖିବା ଉଚିତ। ସ୍ୱାସ୍ତିକ ପ୍ରତୀକ। ଘରର ମୁଖ୍ୟ ଦ୍ୱାରରେ ଉଭୟ ପାର୍ଶ୍ୱରେ ଏକ ନାଲି ସ୍ୱାସ୍ତିକ ରଖିବା ଦ୍ୱାରା ଘରର ବାସ୍ତୁ ଏବଂ ଦୋଷ ଦୂର ହୋଇଥାଏ। ମୁଖ୍ୟ ଦ୍ୱାର ମଝିରେ ଏକ ନାଲି ସ୍ୱାସ୍ତିକ ରଖିବା ଦ୍ୱାରା ଘର ଲୋକଙ୍କ ପାଇଁ ଭଲ ସ୍ୱାସ୍ଥ୍ୟ ଆସିବ। ଆହୁରି ମଧ୍ୟ ଏକ ସ୍ୱାସ୍ତିକ ତିଆରି କରାଯାଇ ମୁଖ୍ୟ ପ୍ରବେଶ ପଥରେ ରଖାଯାଇପାରିବ। ଫୁଲ। କାହାକୁ ଫୁଲ ଦେଇ ଅଭିନନ୍ଦନ କରିବା ସମ୍ମାନର ସଂକେତ ବୋଲି ବିବେଚନା କରାଯାଏ। କେବଳ ସେତିକି ନୁହେଁ, ଘରର ମୁଖ୍ୟ ପ୍ରବେଶ ପଥରେ ଫୁଲ ସଜାଇବା ମଧ୍ୟ ସକାରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ। କିନ୍ତୁ ଧ୍ୟାନ ରଖିବେ ଯେ ଶୁଖିଲା ଫୁଲ କିମ୍ବା ପତ୍ର ଘରର ସାମ୍ନାକୁ ନ ଆସେ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଆଣ୍ଡ ଭିଜିଟିଂ।